ଆମର ଗତ 7/10/2025 ତାରିଖ ଦିନ ସକାଳ ସମୟରେ ଯେତେବେଳେ ଆମେ ପେଟ୍ରୋଲିଂ କରୁଥିଲୁ ଟିଟଲାଗଡ଼ ରେଲୱେ ଷ୍ଟେସନ ଏରିଆରେ, ସେହି ସମୟରେ ଆମକୁ ବିଶେଷ ସୂତ୍ରରୁ ଖବର ମିଳିଲା ଯେ ପ୍ରାୟ 6 ଜଣ ବ୍ୟକ୍ତି ତାଙ୍କର ସାର୍ଟ ତଳେ ଗଞ୍ଜେଇ ବାନ୍ଧିକି, କପଡ଼ା ମାଧ୍ୟମରେ ଗଞ୍ଜେଇ ବାନ୍ଧିକି ଟିଟଲାଗଡ଼ରୁ ଭୋପାଳ ଭାୟା ରାୟପୁର ଯିବାର ସମ୍ଭାବନା ଅଛି। ଏହି ଖବରକୁ ପାଇଲା ପରେ ଆମର ଆରପିଏଫ୍, ସିଆଇବି ତାଙ୍କର ଅନ୍ ଡ୍ୟୁଟି ଷ୍ଟାଫକୁ ଏ ଖବର ଦିଆଯାଇଥିଲା। ଆମର ଜିଆରପି ଷ୍ଟାଫ୍ ଅନ୍ ଡ୍ୟୁଟି ଯିଏ ଥିଲେ ତାଙ୍କୁ ବି ଖବର ଦିଆଯାଇଥିଲା ଏବଂ ଆମେ ଆଲର୍ଟରେ ଥିଲୁ। ଠିକ୍ ସେହି ସମୟରେ ପ୍ରାୟ ପାଖାପାଖି 9:15 ରୁ 9:30 ଭିତରେ ଆମେ ଦେଖିଲୁ ଯେ ଆମର ପାର୍ସଲ ଅଫିସ୍ ଯେଉଁ ଅଛି, ନୂଆ ପାର୍ସଲ ଅଫିସ୍ ପଛଆଡ଼େ ଗୋଟେ ରାସ୍ତା ଅଛି, ସେଇ ସାଇଡ୍ ରାସ୍ତା ଦେଇକି ସେମାନେ କ୍ରସ୍ କରିକି ଆମର ଯେଉଁ ଟ୍ରେନ୍ ଲାଗେ ପୁରୀ ଆଜମେର, ସେ ସମୟରେ ଲାଗିବାର ଥିଲା, ସେଇ ଟ୍ରେନ୍ରେ ଚଢ଼ିବା ପାଇଁ ଚେଷ୍ଟା କରିଥିଲେ। ତ ସେଇ 6 ଜଣ ସେତେବେଳେ ଆମେ ଦେଖିପାରିଛୁ ତାକୁ। ସେଇ 6 ଜଣ ସେ ଚେଷ୍ଟା ମାନେ ଟ୍ରେନ୍କୁ ଚଢ଼ିବାର ଚେଷ୍ଟା କରୁଥିଲେ। ସେହି ସମୟରେ ଆମେ ତାକୁ ଡିଟେନ୍ କରିଥିଲୁ। ଡିଟେନ୍ କଲା ପରେ ଦେଖିଲୁ ଯେ ଗୋଟେ ମାନେ ଅଭିନବ ଗୋଟେ ଡିଫରେଣ୍ଟ ଟାଇପ୍ର ସେମାନେ ବିଭିନ୍ନ ଟିକେ ଡିଫରେଣ୍ଟ ଟାଇପ୍ର ମାନେ ପ୍ରୟାସ କରିକି ସେମାନେ ଲୁଚେଇକି ଗୋଟେ ଅଲଗା ପ୍ରକାର ସେମାନେ ଗଞ୍ଜେଇ ଚାଲାଣ କରିବା ପାଇଁ ଚେଷ୍ଟା କରୁଥିଲେ। ସେଇଟା କେମିତି? ତାଙ୍କର ବଡିରେ ଗୋଟେ ବେଗ୍, କପଡ଼ା ବେଗ୍ରେ ବାନ୍ଧିକି, ପୁରା ଚିପିକି ବାନ୍ଧିକି ସେଇ ଭିତରେ ଗଞ୍ଜେଇ ରଖିକି ତା ଉପରେ ସାର୍ଟ ପ୍ଲସ୍ ଗୋଟେ ଜ୍ୟାକେଟ୍, ଏଇ ଟାଇପ୍ର ସେମାନେ ପିନ୍ଧି 6 ଜଣ ବ୍ୟକ୍ତି, ଯେଉଁମାନେ କି ତାଙ୍କର ସେମାନେ ଭୋପାଳ ମଧ୍ୟପ୍ରଦେଶର ବୋଲିକିରି ସେମାନେ ତାଙ୍କର ପରିଚୟ ଦେଇଥିଲେ। ସେହି 6 ଜଣ ବ୍ୟକ୍ତି ସମାନ ଟାଇପ୍ର ଭିତରେ ତାଙ୍କର କପଡ଼ା ପକେଟ୍ କରିକି ଛାତି, ପିଠି ଏଇଆଡ଼େ ରସିରେ, ଆମର କଟନ ରସିରେ ବାନ୍ଧିକି ପୁରା ଏକଦମ ମେକଅପ୍ କରିକି ଯେମିତି ବାହାରୁ ଜଣା ପଡ଼ିବନି ସେଭଳିଆ ସେମାନେ ସେଲିଂ କରିକି ଚେଷ୍ଟା କରୁଥିଲେ ଟ୍ରେନ୍ରେ ଯିବା ପାଇଁ। ଟିଟଲାଗଡ଼ର ବ୍ୟକ୍ତି ଯୋଉ କହୁଛନ୍ତି ଟିଟଲାଗଡ଼ ଚାଲାଣ ହଉଥିଲା ନା ଅନ୍ୟ କୋଉ ଜାଗାରୁ ଆଣିଥିଲେ ଗଞ୍ଜେଇଟା? ମାନେ ଟିଟଲାଗଡ଼ରୁ ହିଁ ଗଞ୍ଜେଇ ଯାଉଥିଲା ନା ଆଉ କୋଉ ଜାଗାରୁ? ସେଇଟା ଆକ୍ଚୁଆଲି ଇନଭେଷ୍ଟିଗେସନରୁ ବର୍ତ୍ତମାନ ଯାହା ଜଣାପଡ଼ିଛି, ମାନେ ଏଇଟା ମୁନିଗୁଡ଼ା ସାଇଟ୍ରୁ, ଯେଉଁଟାକି ଆମର ଫୁଲବାଣୀ ସାଇଟ୍ରୁ ଆସିକି ମୁନିଗୁଡ଼ା ଦେଇକି ସେମାନେ ସେଇଟା ସଂଗ୍ରହ କରିଥିଲେ। ସଂଗ୍ରହ କଲା ପରେ କୌଣସି କାମ ପାଇଁ ବୋଧେ ଟିଟଲାଗଡ଼ ଓହ୍ଲେଇଥିଲେ। ତାପରେ ପୁଣି ଚଢ଼ିବା ସମୟରେ ଆମେ ତାଙ୍କୁ ଧରିଥିଲୁ। ସାର୍ କେତେ କିଲୋ କ୍ୱାଣ୍ଟିଟି କେତେ ହେବ ଆଉ ଅନୁମାନିକ ମୂଲ୍ୟ ବଜାର ଦରରେ କେତେ ହେବ? ଆମର ଯଦି ଦେଖିବା, ଆମର ଟୋଟାଲ ସିଜ୍ କରିଛୁ 22 କେଜି 290 ଗ୍ରାମ, ଯେଉଁଟାକି 3 କିଲୋ ପାଖାପାଖି, ପ୍ରାୟ ପ୍ରତି ଜଣକୁ 3 କିଲୋ ପାଖାପାଖି ଅପ୍ ଡାଉନ୍ ଟିକେ ସେଇଟା ରହିକି ପ୍ରାୟ ଟୋଟାଲ 22 କେଜି 290 ଗ୍ରାମ ହେଇଥିଲା। ଆଉ ଆମେ ଯଦି ଦେଖିବା ବର୍ତ୍ତମାନ ଆମର ମାର୍କେଟ ଭ୍ୟାଲୁକୁ ଯଦି ଦେଖିବା, ଏହା 2,22,900 ଟଙ୍କା ପାଖାପାଖି ମାର୍କେଟରେ ତାକୁ ମାନେ ଖୁଚୁରାରେ ସେଲିଂ କରିପାରିବେ ସେମାନେ। ଏଠି ଥିଲୁ, ଆମର ଯେଉଁ ଟିମ୍ରେ ଥିଲେ ମୁଁ ଥିଲି, ତାପରେ ଏଏସ୍ଆଇ ଉମାକାନ୍ତ ଯୋଶୀ ଥିଲେ, ଏଏସ୍ଆଇ ମାନା କୁମାର ଥିଲେ, ହାବିଲଦାର ତୁଫାନ କୁମାର ଶତପଥୀ, କନଷ୍ଟେବଲ ଅଂଶୁମାନ ରଥ, ଆରପିଏଫ୍ ଅନ୍ ଡ୍ୟୁଟି ଆରପିଏଫ୍ ଆମର ପରମେଶ୍ୱର ଶିକା, ତାଙ୍କର ଷ୍ଟାଫ୍, ଆଉ ତାଙ୍କର ସ୍ପେଶାଲ ଟିମ୍ ସିଆଇବି ସମ୍ବଲପୁର ଆମର କନଷ୍ଟେବଲ ଅଶୋକ କୁମାର ବେହେରା ଏବଂ ଅନ୍ୟ ଷ୍ଟାଫ୍ ମାନେ ମିଶିକି ଏହାକୁ ଡିଟେକ୍ସନ୍ କରିବାରେ ସଫଳ ହୋଇଥିଲେ। ହଁ, ଆମର ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟ୍ ଭାବରେ ଆମର ଏଡିସନାଲ ତହସିଲଦାର ମ୍ୟାଡ଼ାମ ଶ୍ରୀମତୀ ଅଧ୍ୟକ୍ଷା ପ୍ରିୟଦର୍ଶିନୀ ବଲ ମ୍ୟାଡ଼ାମ ORS,
ସେ ଆସି ଉପସ୍ଥିତ ରହିଥିଲେ ସ୍ପଟରେ ଆମର ଯେଉଁ ସିଜର ପଦ୍ଧତି ଅଛି NDPS ଆକ୍ଟ ଅନୁସାରେ ସେହି ସମୟରେ ସେ ଉପସ୍ଥିତ ରହି ପରିଚାଳନା କରିଥିଲେ। ଧନ୍ୟବାଦ। ଥ୍ୟାଙ୍କ ୟୁ।